ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାଣୀ ଆମକୁ ପାପ କାର୍ଯ୍ୟ କରିବାରେ ଯିଏ ବାଧା ଦିଏ ସେ ହିଁ ଆମର ପ୍ରକୃତ ବନ୍ଧୁ। ଯେଉଁ ଜୀବନ ଦୋଷ ବିବର୍ଜିତ ତାହା ହେଉଛି ପ୍ରକୃତ ଜୀବନ। ଉପଯୁକ୍ତ ସମୟରେ ଯିଏ ଭଲ କଥା କୁହେ ନାହିଁ ସେ ମୂକ ସହିତ ସମାନ। ଯେଉଁ ଲୋକ ସତ୍ୟକୁ ମାନେ ଏବଂ ଯାହାର ଧୈର୍ଯ୍ୟ ଅଛି ସେ ହିଁ କେବଳ ସଂସାରକୁ ଜିଣିଥାଏ। ସଫଳ ହେବା ପାଇଁ ଅଭ୍ୟାସରେ ପିଲା, କର୍ମକ୍ଷେତ୍ରରେ ଯୁବକ ଏବଂ ଅଭିଜ୍ଞତାରେ ବୟସ୍କ ହେବା ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ଜ୍ଞାନୀ ଓ ସବୁଠାରୁ ମୂର୍ଖ କେବେ ନିଜର ମତ ବଦଳାଇ ନଥାନ୍ତି। ସେମାନେ ନିଜ ଜିଦରେ ଅଟଳ ରହନ୍ତି। ବହୁତ ସମୟ ବର୍ଷା ହେଲା ପରେ ହିଁ ପୃଥିବୀ ଶୀତଳ ହୋଇଥାଏ। ଇଚ୍ଛା କଲେ ଗଛରେ ଫୁଲଟିଏ ଫୁଟିଯାଏ ନାହିଁ। ଏଥିପାଇଁ ଯତ୍ନ କରିବାକୁ ପଡ଼େ। ସବୁଦିନ ପୂର୍ଣ୍ଣମୀର ଜହ୍ନ ଆକାଶରେ ଦେଖାଯାଏନି। ସମୁଦ୍ରରେ କେତେବେଳେ ଜୁଆର ତ କେତେବେଳେ ଭଟା। ଗ୍ରୀଷ୍ମ ଋତୁ ପରେ ହିଁ ବର୍ଷା ଋତୁ ଆସିବ। ସମୟର ନିର୍ଦ୍ଦେଶରେ ହିଁ ହେବ। ତେଣୁ ସବୁ କଥା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। ନିଶ୍ଚିତ ଭଲ ସାନ ବଡ଼କୁ ବଡ଼ର ଓଜନ ତଳେ ବୋଲି ଏତେ ପ୍ରମାଣିତ ହେଲେ ମଧ୍ୟ ମନ କେମିତି ଅନ୍ୟମାନଙ୍କ ଆଗରେ ଭାରି ଭାରି ହୋଇଉଠେ। ଏବେ ଟିକେ ସରିଗଲେ କଥାକୁ ଅନ୍ୟ ଢଙ୍ଗରେ କହିଲେ ମନ ଫଟାଫଟି କଥା କଟାକଟିରୁ ଟୁକୁରାକୁ ମନର ଫରୁଆରେ ବନ୍ଦ କରି ଲୁଚାଇ ଦେବା ଉଚିତ। ନାରୀର ଧର୍ମ ନିଜ ପାଇଁ, ଅନ୍ୟ ପାଇଁ, ସ୍ୱାମୀ ସନ୍ତାନ ପାଇଁ କିଛି ଦୁଃଖ କଷ୍ଟ ସହିଯିବା। ସେ ମା ବାପା ଭାଇ ଭାଉଜଙ୍କ ଅକ୍ତିଆରରେ ଥିଲା। ଉତ୍ତର ଜୀବନରେ ସ୍ୱାମୀ ଅଧୀନରେ ରହିଥାଏ। ଏଥିରେ ଦୁଃଖ କରିବାର କିଛି କାରଣ ନାହିଁ। ମାରିବା ଅର୍ଥ ଜଣେ ଅନ୍ୟ ଜଣକ ସହିତ ସାଲିସ କରିବା। ତେଣୁ ଯୁକ୍ତିତର୍କ କରି ନିଜ କଥାକୁ ହିଁ ଠିକ କହିବା, ପର କଥାରେ ନାକ ଗଳାଇ ଉପଦେଶ ଦେବା, ପଡ଼ି ନିଜ ବାହାଦୁରୀ ନ ଗପିବା ଏସବୁ ତ ନାରୀ ସମ୍ବେଦନଶୀଳ ବ୍ୟକ୍ତିତ୍ୱର ପରିଚାୟକ। ସତ୍ସଙ୍ଗ ଆପଣଙ୍କୁ ଈଶ୍ୱର ଆଡ଼କୁ ଘେନିଯାଏ, ମାତ୍ର କୁସଙ୍ଗ ଆପଣଙ୍କୁ ଅର୍ଦ୍ଧାମାକ୍ତ ଗାତରେ ପତିତ କରାଏ। ତ୍ରିଗୁଣ ସ୍ୱରୂପ କର୍ମ ରଜ ତମ ଏହି ତ୍ରିଗୁଣର ଆଧାରରେ କର୍ମ ତିନି ପ୍ରକାରର ବୋଲି ଗୀତାରେ ଉଲ୍ଲେଖ ଅଛି। ସାତ୍ୱିକ କର୍ମ, ରାଜସିକ କର୍ମ ଓ ତାମସିକ କର୍ମ। ସାତ୍ୱିକ କର୍ମ କର୍ତ୍ତବ୍ୟ କର୍ମକୁ ନିରାସକ୍ତ ଭାବରେ ରାଗ ଦ୍ୱେଷରୁ ମୁକ୍ତ ହୋଇ କଲେ ତାହାକୁ ସାତ୍ୱିକ କର୍ମ କୁହାଯାଏ। ଯେଉଁ ବ୍ୟକ୍ତି ପାଇଁ ନିୟତ କର୍ମ ହେଉଛି କର୍ତ୍ତବ୍ୟ ଏବଂ ଏହା ହିଁ ଈଶ୍ୱର ଉପାସନା ଭାବି କରୁଥିବା କର୍ମ। ସାତ୍ୱିକ କର୍ମ ଯେଉଁଠାରେ ସମର୍ପଣ ଭାବେ କରାଯାଏ। ରାଜସିକ କର୍ମ ଯେଉଁ କର୍ମ ମୁଁ ହିଁ କର୍ତ୍ତା ଭାବରେ ଅଭିମାନ କରି କରାଯାଏ ଏବଂ ଯେକୌଣସି କାମନା ପୂରଣ ଉଦ୍ଦେଶ୍ୟରେ କର୍ମ କରାଯାଏ ତାହାକୁ ରାଜସିକ କର୍ମ କୁହାଯାଏ। ଅହଂ କେନ୍ଦ୍ରିକ ମୋହଗ୍ରସ୍ତ ମାନସିକତାରେ କରାଯାଉଥିବାରୁ ଏପରି କର୍ମରେ ଲିପ୍ତ କର୍ତ୍ତା ମଧ୍ୟରେ ମାନସିକ ଅସ୍ଥିରତା ଏବଂ ଅବସାଦ ପରିଲକ୍ଷିତ ହୁଏ। ତାମସିକ କର୍ମ ଯେଉଁ କର୍ମ ପୂର୍ଣ୍ଣ ଏବଂ ଭ୍ରାନ୍ତ ଧାରଣା ଦ୍ୱାରା ପ୍ରେରିତ ଏବଂ ସେ ନିଜର ଦକ୍ଷତା ଓ ମର୍ଯ୍ୟାଦା ପ୍ରତି ଦୃଷ୍ଟି ନ ଦେଇ କର୍ମର ଫଳାଫଳ ବିଷୟରେ ଚିନ୍ତା ନ କରି କରିଥାଏ ତାହାକୁ ତାମସିକ କର୍ମ କୁହାଯାଏ। ତାମସିକ କର୍ମର ଫଳାଫଳ ତତ୍କ୍ଷଣାତ୍ ଭୋଗ କରିବାକୁ ହୁଏ। ଜୟ ଶ୍ରୀ ଜଗନ୍ନାଥ।